ଆସନ୍ତୁ ଆଜି ଜାଣିବା ଭୁବନେଶ୍ୱରର ରସୁଲଗଡ଼ ଛକର ନାମ କେମିତି ହେଲା। ସ୍ଥାନୀୟ ଲୋକକଥା ଆଧାରରେ ରସୁଲଗଡ଼ ନାମଟି ଓସୁଲିଗଡ଼ରୁ ଆସିଥିବାର କୁହାଯାଏ। ଓସୁଲି ଅର୍ଥାତ୍ କର ବା ଟୋଲ୍ ଆଦାୟ ଏବଂ ଗଡ଼ ଅର୍ଥାତ୍ ଦୁର୍ଗ ବା ନିରୀକ୍ଷଣ କେନ୍ଦ୍ର। ମୋଗଲ ଶାସନ ଓଡ଼ିଶାରେ 1592 ମସିହାଠାରୁ ଆରମ୍ଭ ହେବା ପରେ ଏହି ଅଞ୍ଚଳଟି କଟକ ଓ ଭୁବନେଶ୍ୱର ମଧ୍ୟରେ ଥିବା ଏକ ପ୍ରମୁଖ ବାଣିଜ୍ୟ ପଥ। 16 ଶତାବ୍ଦୀ ଶେଷଠାରୁ 18 ଶତାବ୍ଦୀ ମଧ୍ୟରେ ଏହି ଅଞ୍ଚଳରେ ବ୍ୟବସାୟୀମାନଙ୍କଠାରୁ କର ବା ଟୋଲ୍ ଆଦାୟ କରାଯାଉଥିଲା। ସେଥିପାଇଁ ଏହି ସ୍ଥାନଟିକୁ ଓସୁଲିଗଡ଼ ବୋଲି କୁହାଯାଉଥିଲା। କାଳକ୍ରମେ ସ୍ଥାନୀୟ ଉଚ୍ଚାରଣ ଓସୁଲିଗଡ଼ରୁ ରସୁଲଗଡ଼ ହୋଇଗଲା। ଆଜିର ବ୍ୟସ୍ତବହୁଳ ଛକଟି ପଛରେ ଲୁଚି ରହିଛି ଏକ ଅଜଣା ଇତିହାସ। ଯଦି ଆପଣମାନେ ଏଭଳି ଅଜଣା ଇତିହାସ ଜାଣିବାକୁ ଚାହୁଁଛନ୍ତି ତେବେ ଆମ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।